ଆଚ୍ଛା ଆଚ୍ଛା ହଁ ହୁଁ ଏଠି ହେଇଯିବ ବା, ସେଠି ଗୋଟେ ମାନେ ନାଟକ ଚଲଉଛି ମିଟର। ଆପଣ ଯେତିକି ଅନଷ୍ଟେକ୍ କରିବେ ରେଜଲ୍ଟ ଆସିଗଲା ହେଇଛି ବେକରେ ଦେଖିପାରୁନି। ହେଲ୍ଦିନେସ୍ ଆସୁଛି ନାଇଁ। ହୁଁ ହେଲେ ସେ ଗୋଟେ ଦେଖିଲ ଟାଇମଟା 23:30। BFC ହଉଛି ତାର କଣ୍ଟ୍ରାକ୍ଟ ନାଇଁ। ହୁଁ ଆଚ୍ଛା ମାନେ ଏଇଟା ଗୋଟେ ଜିନିଷ ସାର୍ କୁହନ୍ତୁ ଏଠି ଆପଣଙ୍କର ୱାଲେଟ ରେ ମାନେ ଏଇଟା କୋଉଠୁ କଣ ଆସିଲା ସାର୍ ଆକ୍ଚୁଆଲି? ଏଟା ସାର୍ ଆମର ଯେମିତିକା ୱିଡ୍ରଲ୍ ଆଡ୍ରେସ୍ ନାହିଁ କି ଆମର ଯୋଉ ସ୍ମାର୍ଟ କଣ୍ଟ୍ରାକ୍ଟ ଦେଖୁଛନ୍ତି ଯାଇକି BFC1 ଯୋଉଟା କି ଆମର ଯୋଉଟା ବ୍ଲକ୍ ଚେନରେ ହଁ ହଁ ସେଟା ହେଲା ସେ ବ୍ଲକ୍ ଚେନ୍ରୁ ସେଇ 8815FC ଯୋଉଟା ଆସୁଛି ଆମର ଆଡ୍ରେସଟା ସେଇ ଆଡ୍ରେସରୁ ଏଟା ଆସିଲା ଆମର ୱିଡ୍ରଲ୍ଟା। ବ୍ଲକ୍ ଚେନ୍ର ଏଟା ଡାଇରେକ୍ଟ ଆମେ କଢା ହେଇଗଲା। ଏଟା ହେଲା ଯୋଉ ସ୍ମାର୍ଟ କଣ୍ଟ୍ରାକ୍ଟ ଏଇ ଯୋଉ କୋଡଟା ଯୋଉଟା ନୁହେଁ କି ଏଟା ବ୍ଲକ୍ ଚେନ୍ର କୋଡ୍। ବ୍ଲକ୍ ଚେନ୍ ର କୋଡ୍ ସେଇଠି ସବୁ ଆମର ଏଲଜିରେ ଜମା ହଉଛି। ହଁ ସେଇଥିରେ ଆମର ସବୁ ହଉଛି ନା ଲେନ୍ ଦେନ୍ ଆଉଟ୍ ଇନ୍ ସବୁ ସେଇଠୁ ହଉଛି ନା। ଆଚ୍ଛା ହେଲେ ଆପଣଙ୍କର ୱାଲେଟ ରେ ଥିବାର ଅଛି ତା ଆପଣଙ୍କ ବାଲାନ୍ସ ଥିବା ଦରକାର ନା, ଆଉ ବାଲାନ୍ସ ନଥିଲେ କେମିତି କାଢିବେ ଜଣେ? କେମିତି ସିଏ ତ ସେର ଠିକ ସବୁ ତ ଠିକ କାରଣ ସେ ଚାଲାକ ପଡିଯିବ କଣ। ତେଣୁ ସେ ପ୍ରଥମେ ୱାଲେଟ କନେକ୍ଟ କରିକି କଣ୍ଟ୍ରାକ୍ଟ ହଁ ଆଡ୍ରେସ କୁ ସେଇଥିପାଇଁ ତ ସାଙ୍ଗେ ୱାଲେଟ ସାଙ୍ଗେ କନେକ୍ଟ ଇଏ ହଉଛି ନା, ୱାଲେଟ କନେକ୍ଟ ଅଟୋମେଟିକ ସେ ବ୍ଲକ୍ ଚେନ୍ ଯିବ। କନେକ୍ଟ ହେଲା ପରେ ତମ ହଁ ଆକାଉଣ୍ଟରେ ବାଲାନ୍ସ ଥିବ ତ ୱିଡ୍ରଲ୍ ମାନେ ଆସିବ, ନହେଲେ ନାହିଁ କଣ ଲେଖିବ ଇନସଫିସିଏଣ୍ଟ ବାଲାନ୍ସ। ହୁଁ 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 ଇଏ ଏଇଠୁ ଆସିଗଲା ପରେ ଆପଣ ତାକୁ ଆରାମସେ ୟୁଏସଡିଟି ରେ କନଭର୍ଟ କରିକିରି ବାଇନାନ୍ସ କୁ ହଁ ନେଇଯାଇପାରିବେ। ହୁଁ ହୁଁ। ଜିନିଷ କିଛି ନାହିଁ, ଏଇ ବହୁତ ଇଜି ଅଛି, ଏଇ ତାକୁ ଲୋକ ଜିନିଷଟା ଜାଣିବା ସାର୍ ଦରକାର ଅଛି। ଏଇ ଜିନିଷଟା ହଉଛି ମେନ୍ ସାର୍ ନୁହେଁ ହୁଁ ଏଇ ଲାଙ୍ଗୁଏଜ ଗୁଡା। ହଁ ଏଇଟାକୁ କଣ କୁହନ୍ତି ସାର୍? ତାର ଏଇଗୁଡା ଲାଙ୍ଗୁଏଜ ସବୁ କୋଡ ଗୁଡା ସବୁ ରହିଛି, ଏଥିର ୟୁନିଟ କୋଡ ଗୁଡା ସବୁ। ଏଇଟା ହଉଛି ସେଇ ବ୍ଲକ ଚେନ୍ ର ଇଏ କରିବା ପାଇଁ ସ୍ମାର୍ଟ କଣ୍ଟ୍ରାକ୍ଟ ଇଣ୍ଟରସନ୍ ଟୁଲ ଟା ନୁହେଁ କି? ହଁ ଆଉ ଏଇଟା ହଉଛି ଆପଣଙ୍କର ଏଇଟା କଣ କହିଲେ ସାର୍ ଏଇଟା? ସ୍ମାର୍ଟ କଣ୍ଟ୍ରାକ୍ଟ ସେଇଟା ଯୋଉଟା କି ଏଇ ଯୋଉ କୋଡଟା ସ୍ମାର୍ଟ କଣ୍ଟ୍ରାକ୍ଟ ଯୋଉଟା କଣ୍ଟ୍ରାକ୍ଟ ହଉଛି। ସ୍ମାର୍ଟ କଣ୍ଟ୍ରାକ୍ଟ କୋଡ୍। ଆଉ ସେଟା ହେଲା ଇଥେରିୟମ ର ଆମର ଯୋଉଟା ମଝିଟା ଯୋଉଟା ଅଛି ସେଟା ଇଥେରିୟମ ର ଯୋଉଟା କି ତାର ଲଗଇନ କୋଡ ଟା ଯୋଉଟା କି ବ୍ଲକ ଚେନ୍ ଭିତରେ ଯାଉଛି। ଆମର କାହିଁକି ନା ଡାଇ ସହିତ ପେୟାର ଅଛି ନା, ତ ଗୋଟେ ଇଥେରିୟମ ର ମଝିରେ ନୁହେଁ? ଇଥେରିୟମ ସହିତ ଆମର ଅରିଜିନାଲ ଲିଙ୍କ ଅଛି। ଏଇଟା କଣ କହିଲେ ସାର୍ ଏଇଟା? ଯୋଉଟା ଇଥେରିୟମ ଲେଖା ହେଇନି, ଇଥେରିୟମ ସ୍ମାର୍ଟ କଣ୍ଟ୍ରାକ୍ଟ ଦେଖ ଲେଖା ହେଇଛି ଇଥେରିୟମ ସ୍ମାର୍ଟ କଣ୍ଟ୍ରାକ୍ଟ। ସେଇଠି ବା ଲେଖା ହେଇଛି, ମଝିଟା ଲେଖା ହେଇଛି ବା କ୍ଲିୟରଲି ଉପରେ ଦେଖୁନାହାନ୍ତି। ଏଥିରେ ସ୍ମାର୍ଟ କଣ୍ଟ୍ରାକ୍ଟ ଇଣ୍ଟରାକ୍ସନ ଜିନିଷଟା ସହଜ ଅଛି, କିନ୍ତୁ ଏତିକି ଜିନିଷ ସୁରକ୍ଷିତ ଭାବରେ ରଖିବାର ଅଛି ସାର୍ ନୁହେଁ? ଦେଖନ୍ତୁ ବହୁତ ଲୋକ ଆଉ ଟିକେ ହଇରାଣ ହଉଛନ୍ତି। ହଁ, ମୋବାଇଲରେ ସ୍କ୍ରିନ୍ ସଟ୍ ମାରିଦେଲେ ଆପଣ ସେଦିନ ବୁଝିଲେ। ଆଜ୍ଞା ଆପଣ ସେଦିନ ବୁଝିଲେ ସାର୍ ମୋବାଇଲଟା କମ ସେ କମ ସ୍କ୍ରିନ୍ ସଟ୍ ନେଇଗଲେ ସେଇଟା ହୁଏତ ତମେ କାଢି ପାରିବ ପଇସାଟା, ଏଇ ଯୋଉ ହଁ ଇମ୍ପୋର୍ଟ ସିକ୍ରେଟ ଡିଜିଟ ଟା। ସାର୍ ମୋବାଇଲ ହଁ ଯଦି ସ୍କ୍ରିନ୍ ସଟ୍ ଜଣେ ମାରିଦେଲା, ମୋବାଇଲ ଟା ଯଦି ହଜିଗଲା କି କରିବ ତାପରେ? ସେ ସ୍କ୍ରିନ୍ ସଟ୍ କୋଉଠୁ ଆଣିବ? ଠିକ କହିଲେ ସାର୍। ତାକୁ ଯେପର୍ଯ୍ୟନ୍ତ ସାର୍ ଆଉଟ ସାଇଡ ନୋଟ ନ ହେଇଛି କିମ୍ବା ନୋ ତାର ନୋଟ କରୁଛି। ପ୍ରିଣ୍ଟ ଆଉଟ ନ କଢା ହେଇଛି, ହୁଁ ସେ ହୁଁ ସୁରକ୍ଷିତ ନୁହେଁ। ହୁଁ ମୋବାଇଲ ଚୋରି ହେଇଯିବା ଯା ଭାଙ୍ଗିଯିବା ସେଇଆ ପୁଣି। ଭାଙ୍ଗିଯିବ ଫିଜିକାଲି ନ ଲେଖିଲେ ହବନି। ଲେଖିବା ପାଇଁ ଫିଜିକାଲି ପଡିବ। ଲେଖିବା ନିହାତି।
ନିହାତି ଦଉଛି ଚେକିଂ କରିଦେବ ସାର୍। କାଲି ସେ ବଲାଙ୍ଗୀର ପିଲାଟା 9ଟା ବେଳେ ଫୋନ କରିଥିଲା ସାର୍। ହୁଁ କହିଲା କାଲି ସାର୍ ସାରଙ୍କୁ କହିବେ ସକାଳେ 9ଟା ବେଳକୁ ମୁଁ ଅଫିସ ପଳାଉଛି, 9ଟା ପୂର୍ବରୁ ହବନି। ମୋର 50,000। 9ଟା ସକାଳ କେବେ ଦଉନାହାନ୍ତି ସାର୍, କେହି କେବେ ଦଉନାହାନ୍ତି। ସବୁ ସେଇ 11ଟା 12ଟା ବେଳେ ମିଳୁଛି। ତାକୁ କହିବେ କହିଦଉଛି ସାର୍ ପଇସା ପଠେଇଦେବେ, ଆପଣ ଯଦି ଇଚ୍ଛା ଅଛି ପଇସା ପଠେଇଦିଅ। ପଠେଇଦେବେ। ଆମେ ରଖିଦେଇକି ତାର ଇଏ କରିଦବା। ହୁଁ